ହ୍ୟାଲୋ ହାଏ ନମସ୍ତେ। ଆଶା କରୁଛି ଭଲରେ ଥିବେ ସମସ୍ତେ। ଆଜି ଆମେ ଆମ ସାଉଥ ଇଣ୍ଡିଆ ଟ୍ରିପ୍ର ଲାଷ୍ଟ ଡେଷ୍ଟିନେସନ୍ କୋଏମ୍ବାଟୁରରେ ପହଞ୍ଚିଲୁ। କୋଏମ୍ବାଟୁର କଟନ୍ ଟେକ୍ସଟାଇଲ୍ ଇଣ୍ଡଷ୍ଟ୍ରି ପାଇଁ ପ୍ରସିଦ୍ଧ, ସେଥିପାଇଁ ଏହାକୁ ମ୍ୟାନଚେଷ୍ଟର ଅଫ୍ ସାଉଥ ଇଣ୍ଡିଆ ବୋଲି କୁହାଯାଏ। ରାତି 4:30ରେ ଆମ ଟ୍ରେନ୍ ପହଞ୍ଚିଲା କୋଏମ୍ବାଟୁରରେ। ୱେଟିଂ ହଲ୍ରେ ଟିକେ ରେଷ୍ଟ ନେଲୁ। ସକାଳ 8ଟାରେ ଆମକୁ ରିଟାୟାରିଂ ରୁମ୍ ଆଲଟ୍ କରାଗଲା। ରୁମ୍ରେ ଯାଇ ନିତ୍ୟକର୍ମ ସାରି ଷ୍ଟେସନ ସାମ୍ନାରେ ଥିବା ରେଷ୍ଟୁରାଣ୍ଟରେ ବ୍ରେକଫାଷ୍ଟ କଲୁ। ଗୋଟିଏ ଗୋଟିଏ ଦୋସା ଖାଇ ବାହାରିଗଲୁ ବାଇକ୍ ରେଣ୍ଟରେ ନେବା ପାଇଁ। ଷ୍ଟେସନରୁ 800 ମିଟର ଦୂରରେ ଥିବା ଇଣ୍ଡିଆନ୍ ବାଇକ୍ ରେଣ୍ଟାଲରୁ ଗୋଟିଏ ଆକ୍ଟିଭା ଗୋଟେ ଦିନ ପାଇଁ ରେଣ୍ଟରେ ଆଣିଲୁ। ଗାଡ଼ିରେ ପେଟ୍ରୋଲ ପକାଇ ବାହାରିଗଲୁ ଫାଷ୍ଟ ଲୋକେସନ୍ ଗାସ୍ ଫରେଷ୍ଟ ମ୍ୟୁଜିୟମ୍। ଏହାର ଏଣ୍ଟ୍ରି ଟିକେଟ୍ 40 ଟଙ୍କା ରଖାଯାଇଛି। ଏଠାରେ ଆପଣ ୱାଇଲ୍ଡ ଲାଇଫ୍, ଫରେଷ୍ଟ କଲେକ୍ସନ୍ସ, ଟ୍ରାଇବାଲ୍ କଲଚର, ଆନିମଲ୍ ସ୍କେଲେଟନ୍ସ ସବୁ ଦେଖିପାରିବେ। ଏଠାରେ କିଛି ସମୟ ଅତିବାହିତ କରି ଆମର ସେକେଣ୍ଡ ଲୋକେସନ୍ ମୁରୁଦ୍ଦମଲାଇ ଟେମ୍ପୁଲରେ ପହଞ୍ଚିଲୁ, ଯାହାକି କୋଏମ୍ବାଟୁର ସହରରୁ ପ୍ରାୟ 15 କିଲୋମିଟର ଦୂରରେ ପଶ୍ଚିମଘାଟ ପାହାଡ଼ରେ ଅବସ୍ଥିତ। ଏହି ମନ୍ଦିରଟି ଭଗବାନ ମୁରୁଗନ ମାନେ କାର୍ତ୍ତିକେୟଙ୍କୁ ଉଦ୍ଦେଶିତ। ପାହାଡ଼ ଉପରୁ କୋଏମ୍ବାଟୁରର ସୁନ୍ଦର ଭ୍ୟୁ ଦେଖିବାକୁ ମିଳେ। କୋଏମ୍ବାଟୁର ଆସି ଆଦିଯୋଗୀ ଷ୍ଟାଚୁ ନ ଦେଖିଲେ ଟ୍ରିପ୍ ଅଧୁରା। 112 ଫୁଟ ଉଚ୍ଚ ଭଗବାନ ଶିବଙ୍କ ଆଦିଯୋଗୀ ମୂର୍ତ୍ତିଟି ବିଶ୍ୱର ସବୁଠାରୁ ବଡ଼ ଫେସ୍ ଷ୍ଟାଚୁ। ଏଠାରେ ଲିଙ୍ଗ ଭୈରବୀ, ଧ୍ୟାନ ଲିଙ୍ଗ ଏବଂ ଯୋଗ କେନ୍ଦ୍ର ଦେଖିବାକୁ ପାଇବେ। ସନ୍ଧ୍ୟା ସମୟରେ ଆଦିଯୋଗୀ ଷ୍ଟାଚୁ ଉପରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ କରାଯାଏ। ଆମେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ ଦେଖି ରାତି 8ଟାରେ ରୁମ୍ ଅଭିମୁଖେ ବାହାରିଗଲୁ। ନେକ୍ସଟ ଡେ ଆମେ ଘରକୁ ଫେରି ଆସିଲୁ। ଏଇଠି ଆମର ସାଉଥ ଇଣ୍ଡିଆ ଟ୍ରିପ୍ ଶେଷ ହେଉଛି। ଆଗାମୀ ବ୍ଲଗ୍ରେ ପୁଣି ଦେଖାହେବା। ବ୍ଲଗ୍ଟି କେମିତି ଲାଗିଲା କମେଣ୍ଟରେ ଜଣାଇବେ। ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଜୟ ଜଗନ୍ନାଥ।